ପିଲାମାନେ କେମିତି ଅଛ? ଗପ ପଢିବା ଆଜି। ଗପ ଶୁଣିବାକୁ ଆଉ ଭଲ ଲାଗେ। ଆଜି ଗୋଟେ ଗପଟେ ପଢିବା। ଚାଲ। ସିଂହ ଆଉ ମୂଷା। କାହା ବିଷୟରେ ପଢିବା? ଶୁଣ। ଖରା ଦିନ ଥକି ଯାଇ ସିଂହଟି ଗଛ ଛାଇରେ ବିଶ୍ରାମ ନେଲା। କି ଗଛ ଛାଇରେ ବିଶ୍ରାମ ନେଉଥିଲା? ସୁଲସୁଲିଆ ପବନ ଟିକେ ବହୁଥାଏ। ସିଂହଟି ସେଠାରେ ଶୋଇପଡ଼ିଲା। କୋଉଠି? ଗଛ? ହଁ। କିଛି ସମୟ ପରେ ପାଖ ଗାତରେ ମୂଷାଟିଏ ବାହାରି ଆସି ସିଂହ ପାଖକୁ ଆସିଲା। ସେ ଯୋଉ ଗଛ ପାଖରେ ଚାଲିଥିଲା ତା ପାଖରେ ଗୋଟେ ଗାତଟେ ଥିଲା। ସେଥିରୁ କିଏ ଆଇଲା? ମୂଷା। କିଛି ଆସିଲା ତାପରେ ଚଢି ଖୁସିରେ ବୁଲିବାକୁ ଲାଗିଲା। ସିଂହ ଉପରେ କଣ କଲା? ଚଢିଲା ଆଉ ବୁଲିବାକୁ ଲାଗିଲା। ସିଂହର ନିଦ ଭାଙ୍ଗିଗଲା। ସେ ଭାଙ୍ଗିଯିବାରୁ ସେ ଦେଖିଲା ଯେ ମୂଷା ତା ପିଠିରେ ବୁଲୁଛି। ତମ ଉପରେ ଏମିତି କିଏ ଗୋଟେ ଚାଲିଯିବ, ତମେ ଶୋଇଥିବ, ତମ ନିଦ ଭାଙ୍ଗିଯିବନି? ସିଂହର ସେମିତି ନିଦ ଭାଙ୍ଗିଲା। ଦେଖିଲା ବେଳକୁ ତା ପିଠିରେ କିଏ ଚାଲୁଛି? ମୂଷା। ସେ ଗର୍ଜନ କରି କହିଲା, ସେ ସିଂହ, ସେ ଗର୍ଜନ କରିବ। କହିଲା, କିଏ ରେ, ତୋର ତ ବଡ ସାହସ, ମୋ ଉପରେ ବୁଲୁଛୁ। ସିଂହର ରଡି ଶୁଣି ମୂଷାର ଖୁସି ଓ ଆନନ୍ଦର ପାଣି ଫୋଟକା ପରି କେଉଁ ଆଡେ ଉଭିଗଲା। ସିଂହ ବଡ ପାଟିରେ ଗର୍ଜନ କରିଦେଲା। ଯେମିତି ମୂଷା ତା ପିଠିରେ ବୁଲୁଥିଲା, ଭୟ କରିଦେଲା। ମତେ କାଳେ ଖାଇଦବ କି? ଭୟ କଲା। ଜାଣିଲ କି କଣ କଲା? ଭୟ କଲା। ସିଂହକୁ କିଏ ଭୟ କଲା? ସିଂହକୁ କିଏ ଭୟ କଲା? ମୂଷା ଭୟ କଲା। ତାପରେ ସେ କାକୁତି ମିନତି କରି ସିଂହକୁ କହିଲା, ଆଜ୍ଞା ମତେ ଛାଡି ଦିଅନ୍ତୁ। ତାକୁ ଏମିତି ହାତରେ ଉଠେଇ କହିଥିଲା, ଆଜ୍ଞା ମତେ ଛାଡି ଦିଅନ୍ତୁ। ଏ କଥା ଶୁଣି ସିଂହ ହସିଲା ଆଉ କହିଲା, ତୁ ଗୋଟିଏ ଏଡ଼ିକି ଛୋଟିଆ ଜୀବଟେ, ତୁ କଣ ମୋ କହିଲା, ମତେ ଆଜ୍ଞା ଛାଡି ଦିଅନ୍ତୁ, ମୁଁ ଦିନେ ଆପଣଙ୍କ ଉପକାରରେ ଆସିବି। ଆଜ୍ଞା ମତେ ଆଜି ଛାଡି ଦିଅନ୍ତୁ, ମୁଁ ଦିନେ ନା ଦିନେ ମୁଁ ଆପଣଙ୍କ ଉପକାରରେ ଆସିବି। କିଏ କହିଲା? ମୂଷା କହିଲା। କାହା କହିଲା? ସିଂହକୁ କହିଲା। କହିଲା ଆସିବି। ଏ କଥା ଶୁଣି ସିଂହ କହିଲା, ତୁ ଗୋଟିଏ ଛୋଟିଆ ଜୀବଟେ, ତୁ କଣ ମୋ ଉପକାରରେ ଆସିବୁ? ତାକୁ ସିଂହ କହିଲା, ତୁ ତ ଗୋଟେ ଏଡିକି, ମୂଷା ଗୋଟେ ଛୋଟଟେ ନା ବଡଟେ? ଛୋଟ ଜୀବ। ସିଂହଟା ବଡଟେ, ମୂଷାଟା ଛୋଟଟେ। ଛୋଟିଆ ଜୀବଟେ। କହିଲା, ତୁ ତ ଏଡିକି ଛୋଟିଆଟେ, ତୁ କଣ ମୋ ଉପକାରରେ ଆସିବୁ? ହଉ, ତତେ ମୁଁ ଛାଡିଦେଲି। ଯା, ତତେ ମୁଁ ଆଜି ଦୟାକରି ଛାଡିଦେଲି। ତୁ କେବେ ଏପରି କାମ କରିବୁନି। ଏପରି କାମ କରିବାକୁ କେବେ ସାହସ ବି କରିବୁନି। ଆଉ ଦିନେ କେବେ ମୋ ଉପରେ ଚଢିବାକୁ ସାହସ କରିବୁ ନାହିଁ। ତାପରେ ଆଉ ଦିନେ ସିଂହ ବଣରେ ବୁଲୁ ବୁଲୁ ବାଣୁଆ ବସାରେ ଜାଲରେ ପଡିଗଲା। ସିଂହ ଜଙ୍ଗଲରେ ବୁଲିବ ନା ନାଇଁ? କଣ କଲା? ଯାଉ ଯାଉ ଯୋଉ ବାଣୁଆ ଜାଲ ବସେଇଥିଲା ପଶୁ ପକ୍ଷୀଙ୍କ ପାଇଁ, ସେଇ ଜାଲରେ କିଏ ପଡିଗଲା? ସିଂହ ପଡିଗଲା। ଜାଲରୁ ମୁକୁଳିବା ପାଇଁ ସେ କେତେ ଛାଟିପିଟି ହେଲା। ଜାଲରେ ପଡିଥିବ, କେମିତି ଛାଟିପିଟି ହେଇଥିବ? ଛାଟିପିଟି ହେଲା। ତାପରେ କଣ କଲା? ସେଥିରୁ ସେ ମୁକୁଳିବ କେମିତି? ଜାଲରେ ଯେତେବେଳେ ଜାଲ ଉପରେ ତମେ ଭିତରେ ପଶିଯାଇଥିବ, ତମେ ଆଉ ବାହାରି ପାରିବ କି? ସେ ବାହାରି ପାରିଲାନି। ଶେଷରେ ଜୋରରେ ରଡି ଛାଡିଲା। ସିଂହ କିନ୍ତୁ ଗର୍ଜନ କରିବ, ଗର୍ଜନ କଲା। ତାପରେ ତା ରଡି ଶୁଣି ମୂଷା ସେଠାରେ ଆସି ପହଞ୍ଚି ଗଲା। ଯେମିତି ଗର୍ଜନ କଲା, ମୂଷା କହିଲା, କିଏ ଗର୍ଜନ କରୁଛି? ଗଲା ଦେଖିବା ପାଇଁ। ଦେଖିବାକୁ ଗଲା ବେଳକୁ ସେ ସିଂହକୁ ଚିହ୍ନି ପାରିଲା। ସେ ଚିହ୍ନି ପାରିଲା, ସେଇ ସିଂହ, ମୁଁ ତା ଉପରେ ସେଦିନ ଚଢିଥିଲି। ତେଣୁ ସେ କାଳ ବିଳମ୍ବ ନ କରି ତାର ମୁନିଆ ଦାନ୍ତରେ ଜାଲଟିକୁ କାଟିଦେଲା। ସିଂହର କେମିତିଆ ଦାନ୍ତ? ମୁନିଆ ଦାନ୍ତ। ସେ ଦାନ୍ତରେ ଜାଲ ଗୁଡାକ ସବୁ କାଟିଦେଲା। ସିଂହ ବିପଦରୁ ରକ୍ଷା ପାଇଲା ଏବଂ ମୂଷାକୁ ଛୋଟ ଭାବୁଥିବାରୁ ମନେ ମନେ ଲଜ୍ଜିତ କଲା। ସେଇ ସିଂହ ଦିନେ ମୂଷା କହୁଥିଲା, ଗୋଟେ ଛୋଟିଆ ଜୀବ, ମୋ ଉପକାରରେ କଣ ଆସିବୁ? ସେ କିନ୍ତୁ ଆଜି ତା ଜୀବନଟା ସିଏ ବଞ୍ଚେଇ ଦେଲା। ଏଇ କଥା ଭାବିକି ସେ ମନେ ମନେ ବହୁତ ଲଜ୍ଜା ଅନୁଭବ କଲା। ତାହେଲେ ତୁମେ ଏଥିରୁ କଣ ଶିଖିଲ? ଛୋଟ ବୋଲି କାହାକୁ ହେୟ ମନ କରିବା ଉଚିତ ନୁହେଁ। କିଏ ଛୋଟ, ତାକୁ ସେ ଛୋଟ ପିଲା କଣ କରିପାରିବ? ସେ ଛୋଟ ପିଲା ହିଁ ସବୁ କିଛି କରିପାରିବ। ସେ ମୂଷା ଛୋଟଟେ, ସେଟା ଗୋଟେ ସିଂହର ଜୀବନ ବଞ୍ଚେଇ ଦେଲା ନା ନାଇଁ? ସେଥିପାଇଁ କାହାକୁ କେତେବେଳେ ଛୋଟ ଭାବିବ ନାହିଁ। ମନେ ରଖିଲ? ମନେ ରହିଲା?